ଅପେରା ରାଇଜରେ ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଯାହାଙ୍କୁ ଓଡ଼ିଶାରେ ଦାଦା ବୋଲି ସମସ୍ତେ ଜାଣନ୍ତି। ଦୀର୍ଘ ଦିନ ହେବ ସେ ଲିଭର ଜନିତ ରୋଗରେ ପୀଡ଼ିତ ହୋଇଥିଲେ ଅଭିଜିତ। ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଫୁସ୍ଫୁସ୍ ସଂକ୍ରମଣ ସହ ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ। ଗତ ବର୍ଷ ସେପ୍ଟେମ୍ବର 4 ତାରିଖରେ ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ସେ ଅକ୍ଟୋବର 23 ତାରିଖରୁ ଆଇସିୟୁରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ସେ କୋମାରେ ରହି ଧୀରେ ଧୀରେ ସୁସ୍ଥ ହେଉଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ମଧ୍ୟ ଫେରିଥିଲେ। ହଠାତ୍ ପୁଣି ଅଭିଜିତ ମଜୁମଦାରଙ୍କ ରବିବାର ଦିନ ଦେହ ଅସୁସ୍ଥ ହୋଇଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଛି। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।